12 ତାରିଖରେ 13 ତାରିଖରେ ପ୍ରମାଣିତ ହେଇଯିବ। ପୁଣି ଫେରିବେ ମ୍ୟାଡାମ? ସେଟା ମୁଁ କହିବା ପାଇଁ ଚାହୁଁନି ଓପନଲି। ଯେତେବେଳେ ଫେରିବେ ଆପଣ ମାନେ ସମସ୍ତଙ୍କୁ ନିମନ୍ତ୍ରଣ କରିବେ ଆସିବେ। ଅପେକ୍ଷା କରୁଛି ମା। ନିଶ୍ଚିତ ମା ପାଖକୁ ନିଶ୍ଚିତ ହିଁ ଛୁଆ ପାଖକୁ ମା ଫେରିବ ବୋଲି ଆଶା ଭରସା ଅଛି। ଗୋଟେ ଭିଡିଓ ଭାଇରାଲ ହଉଛି, ଜନ୍ ହାତ ଧରିକି ଯାଉଛନ୍ତି, ଗୀତ ହଉଛି ଭାଇରାଲ ହେଲାଣି। ସେଇଟା ସତ ବୋଲି ପ୍ରମାଣିତ ହବ ଆଗକୁ। ସେଇଟା ସତ ବୋଲି ପ୍ରମାଣିତ ହେଇଯିବ ବହୁତ ଜଲ୍ଦି ଆଉ। ଭୁଲ ରହିଗଲା ଏମିତି ଜନ୍ ଯେ ମ୍ୟାଡାମ ପୁରା କହିଲେ ଯିବା ଉଚିତ ଯିବାକୁ ଚାହୁଁଛୁ। କିଛି ଗୋଟେ ଷଡଯନ୍ତ୍ର ହେଇଥିଲା ଯେହେତୁ ଆମ ଦୁଇ ଜଣଙ୍କୁ ଅଲଗା କରିବା ପାଇଁ, କିନ୍ତୁ ସବୁର ଅନ୍ତ ଘଟି ସାରିଛି। ମ୍ୟାଡାମ ଏବେ ଆସିବ ରାଜି? ମୁଁ ସେଇଟା ତ ଏବେ କହିବିନି, କିନ୍ତୁ ଆପଣ ସ୍ପଷ୍ଟ ଭିଜୁଆଲ ଦେବି ଆପଣ ମାନଙ୍କ ମାଧ୍ୟମରେ। କଥା ହେଇଛନ୍ତି ମ୍ୟାଡାମ? ସେଇଟା ତ କହିପାରିବିନି ଓପନଲି, କିନ୍ତୁ ମାଧ୍ୟମତାରେ ସବୁ କଥା ଚାଲିଛି। ମ୍ୟାଡାମ ମନା କରୁଛି ଗଲେ କଥା ହବ, କାହିଁ କହୁଛ? ନା ନା, ମତେ କିଛି କହିନାହାନ୍ତି। ଯାହା ମାଧ୍ୟମରେ ଆସିଛି କଥା, ସିଏ ଚାହିଁଛନ୍ତି ଯେ ସିକ୍ରେଟଲି ରଖିବା। ଯେହେତୁ ଆଉ ମାତ୍ର ତ 8 ଦିନର କଥା, 8 ଦିନ ପରେ 10 ଦିନ ବେଳକୁ ଆପଣ ଡିଟେଲ୍ସ ସବୁ ପାଇଯିବେ ଆଉ। କୁହାଯାଉଥିଲା ଷଡଯନ୍ତ୍ର କରୁଛନ୍ତି, କିଏ କରିଥିଲା? ଚାହୁଁନି ଆଉ ସେ ନାଁ ଧରିବା ପାଇଁ। ଗୋଟେ କାହିଁ ଅଯଥା ବହୁତ ସିଏ ହାରାସମେଣ୍ଟ ହେଇସାରିଲେଣି। ସମସ୍ତଙ୍କ ଆଗରେ ବି ସେ କହୁଛନ୍ତି ଯେ ମତେ ଆଉ କଷ୍ଟ ଦଉଛି ଜନ୍ ବୋଲି, କିନ୍ତୁ ମୁଁ ଆଉ କଷ୍ଟ ଦେବା ପାଇଁ ଚାହୁଁନି। ଖାଲି ଏତିକି ତାଙ୍କୁ ଗୋଟେ ସୁନ୍ଦର ବାର୍ତ୍ତା ଦେବା ପାଇଁ ଚାହୁଁଛି। ଆପଣ ଜଣେ ମାଲିକ, ଯେମିତି ସମସ୍ତଙ୍କୁ ନେଇକି ସମାଜରେ ଚାଲିବାର ଅଛି, ସମସ୍ତଙ୍କୁ ନେଇ ଚାଲନ୍ତୁ। ଆଉ ଗର୍ବ ଅହଙ୍କାର ଏଇଟା କାହାର ରହିନାହିଁ କି ରହିବ ବି ନାହିଁ। ଆପଣ ଯେମିତି ମାଲିକ ଥିଲେ, ଯେମିତି ଆପଣଙ୍କୁ ସବୁ କଳାକାର ଆଉ କମିଟି ମାନେ ଆଉ ସମସ୍ତେ ଯେମିତି ଆପଣଙ୍କୁ ସହ ସମ୍ମାନ ଦଉଥିଲେ, ସେମିତି ଆପଣଙ୍କ ସମ୍ମାନକୁ ଆପଣ ବଜାଇ ରଖନ୍ତୁ। ଜନ୍ ଏବେ ସମ୍ମାନ ଦଉଛନ୍ତି? ନିଶ୍ଚିତ ଦେବି, ଯେହେତୁ ସିଏ ଗୋଟେ ଆମ ଭିତରେ ମାଲିକ ହୋଇଥାଇ ପାରନ୍ତି, ମୋର ନୁହେଁ ତ, କିନ୍ତୁ ଯେହେତୁ ବଡ ଭାଇ ଜଣେ, ମୋର ବି ସମ୍ମାନ ଦେବାର ମୋର ଅଧିକାର ଅଛି। କିନ୍ତୁ ସିଏ ମତେ କିଛି ମନ୍ତବ୍ୟ ଇଆଡୁ ସିଆଡୁ କହିଥିଲେ, ତୁ ତା କରିଥିଲେ ବୋଲି ରାଗ ରୁଷାରେ କହିଥିଲେ। ମୁଁ ସେଥିପାଇଁ ମୁଁ ବି ସୋସିଆଲ ମିଡିଆରେ ଜଣାଉଛି, ନାଣ୍ଡୁ ବାବୁ ଆପଣ ନିଜକୁ ଗୋଟେ ପ୍ରମାଣିତ କରନ୍ତୁ, ବହୁତ ଭଲ ମଣିଷ ଜଣେ। ଆଉ ଆପଣ 200-300 ପରିବାରକୁ ନେଇ ଚଳାଉଛନ୍ତି। ଆପଣଙ୍କଠୁ ବହୁତ ବଡ କେହି ବି ନାହାନ୍ତି। ତ ସମାଜରେ ବଞ୍ଚିବା ପାଇଁ ହେଲେ ଆପଣ ସମସ୍ତଙ୍କର ଅଧିକାରକୁ ନେଇକି ବଞ୍ଚନ୍ତୁ। ନାଣ୍ଡୁ ବାବୁ କହିଛନ୍ତି ଆମେ ପ୍ରତିକ୍ରିୟା ନେଇଥିଲୁ, ହେଲେ ଜନ୍ ସ୍ତ୍ରୀ ଜନ୍ ପାଖକୁ ଯିବନି, ମୁଁ ତାକୁ ଅଟକେଇ ପାରିବି ଯେ ତା ସ୍ତ୍ରୀ ତା ଆଗରେ ଫେରିବ, ସେ ମୋତେ ପ୍ରତିକ୍ରିୟା ରଖିଛନ୍ତି। ବହୁତ ଉତ୍ସାହର କଥା ସମସ୍ତଙ୍କ ପାଇଁ। ଏଇଟା କାହା ପାଇଁ ନ ହେଇଥାଇପାରେ, କିନ୍ତୁ ଗୋଟେ ଛୁଆ ପାଖକୁ ଗୋଟେ ମାଟା ଫେରି ଆସୁ, ସେଟା ସମସ୍ତଙ୍କ ପାଇଁ ଆନନ୍ଦ ଉଲ୍ଲାସର କଥା ରହିବ। ଆପଣଙ୍କ ସାଙ୍ଗରେ ପୁରା ଓଡ଼ିଶା ଛିଡ଼ା ହେଇଥିଲା ମୋ ଅସୁବିଧା ସମୟରେ, କ'ଣ କହିବେ? ସମସ୍ତଙ୍କୁ ଓଡ଼ିଶାବାସୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି, ଆଉ ଭୂମିଷ୍ଠ ପ୍ରଣାମ ବି ଜଣାଉଛି। ଆଜି ସମସ୍ତେ ମୋ ପାଖରେ ଛିଡ଼ା ହେଇକି ସତଟା ସାମ୍ନାକୁ ଆସିପାରିଛି, ସେଇଟା ହଉଛି ବଡ଼ କଥା। କିନ୍ତୁ କିଛି ଖରାପ ପ୍ରକୃତିର ଲୋକ ତାଙ୍କ ମାଇଣ୍ଡ କି ୱାଶ କରିଦେଇଥିଲେ, ଯେ ମିଥ୍ୟା କଥା ନେଇକି ପରିପ୍ରକାଶ କରିଥିଲେ, ଯାଇକି କୋର୍ଟର ଦ୍ୱାରସ୍ଥ ହେଇଥିଲେ, କିନ୍ତୁ ସଫଳତା ହେଇପାରିଲେନି। ଆମେ ସଫଳତା ହେଇପାରିଛୁ। କହିପାରିବେ କି ଜନ୍ ଆଉ ଯୋଉ ନାଣ୍ଡୁଙ୍କ ଭିତରେ ବିବାଦ ହଉଥିଲା ସବୁ ଅନ୍ତ ଘଟିଗଲା? ହଁ, ଯେହେତୁ କାଲି ମୋ ପାଖକୁ ଖବର ଆସିଲା, ମତେ କହିଲେ ସିଏ ଜନ୍କୁ ଟିକେ କୁହ ଆଉ କଣ୍ଟ୍ରୋଭର୍ସିଆଲ ନ କରିବ। ମତେ ତାଙ୍କର ବିଜନେସ୍ ଉପରେ ପ୍ରୋବ୍ଲେମ ହଉଛି ନା, ତ ମୁଁ ତାଙ୍କୁ କଥା ଦେଲି ଯେ ମୁଁ କିଛି କଣ୍ଟ୍ରୋଭର୍ସିଆଲ ଆସିବିନି। କିନ୍ତୁ ସିଏ ବି ତାଙ୍କର ସର୍ତ୍ତ ମାନିଛନ୍ତି ଯେ ମୁଁ ସୋନାଲିକି ଫେରେଇ ଦଉଛି। ସେମାନେ ତ ପର ଘର ଭାଙ୍ଗିବା ଜାଣିଛନ୍ତି, କିନ୍ତୁ ନିଜ ଘର ଉପରେ ସେ ସଜାଡ଼ିବା ଜାଣିନାହାନ୍ତି। ସେ ସେଇ ପ୍ରକୃତିର ମଣିଷ ବୋଲି ଆଜି ପର ସଂସାରକୁ ଭାଙ୍ଗୁଥିଲେ, କିନ୍ତୁ ସେ ବୋଧେ ତାଙ୍କ ନିଜ ସଂସାର ବି କେତେବେଳେ ନା କେତେବେଳେ ଭାଙ୍ଗିଯିବ। ନାଇଁ, ମୁଁ ତ ତାଙ୍କ ମାନଙ୍କୁ ସମ୍ମାନ ଦେବା ପାଇଁ ଚାହୁଁଛି। ଯୋଉ ବଡ ଭାଇ ହୁଅନ୍ତୁ, ଯିଏ ବି ହୁଅନ୍ତୁ, ଆ ଭିତରେ ଇନଭଲ୍ଭ ରହୁଥିଲେ, ତ ଦୟାକରି ସେ ଭିତରେ ଇନଭଲ୍ଭ ରୁହନ୍ତୁନି। କେବେ ନା କେବେ ଆମେ 2 ଜଣ ହବୁ ବୋଲି ମୁଁ କହିଥିଲି, କିନ୍ତୁ ଆମେ ଯଦି 2 ଜଣ ଏକାଠି ହେଇଯାଉଛୁ, ହେଲେ ଆପଣଙ୍କ ସମାଜରେ ଆପଣ ଗୋଟେ ଏକ ଉପହାସ ହେବେ। ଲୋକ ଆପଣଙ୍କୁ ନିନ୍ଦିତ କରିବେ ଯେ ତମେ କାହିଁକି ମୁଣ୍ଡ ପୁରେଇକି ନିଜ ସଫଳତାରେ ପହଞ୍ଚି ପାରିଲନି। ସେଥିପାଇଁ ସମସ୍ତଙ୍କୁ ଏଇ ମେସେଜଟା ଦେବା ପାଇଁ ଚାହୁଁଛି। ସତ୍ୟର ଜୟ ହେଲା, ସେଟା ଯୁଗ ଯୁଗ ଧରି ରହି ଆସିଛି। ସତ୍ୟମେବ ଜୟତେ, କୌଣସି ଡାଉଟ୍ ନାହିଁ। ଆପଣ 2 ଜଣ ମିଶି ଯାଆନ୍ତୁ, ପୁଣି ପିଲାର ଯୋଉ ଖୁସିରେ ରୁହନ୍ତୁ, ସଂସାର ଆପଣ ନିଶ୍ଚିତ ହିଁ ରହିବ।
ଆଶା ଆମେ ବି ଭଗବାନଙ୍କୁ ପ୍ରାର୍ଥନା କରୁଛୁ ଆପଣ ସଂସାର ଖୁସିରେ ଚାଲୁ। ଧନ୍ୟବାଦ ଆପଣମାନଙ୍କ ମାଧ୍ୟମରେ ମୁଁ ଆଜି ଏତେ ସଫଳତାରେ ପହଞ୍ଚି ପାରିଛି। ସବୁ ମିଡ଼ିଆ ଭାଇମାନଙ୍କୁ ଆଉ ସାରା ଓଡ଼ିଶାବାସୀମାନଙ୍କୁ ସେଥିପାଇଁ ମୋର ଅଶେଷ ଅଶେଷ ଧନ୍ୟବାଦ ଆଉ ବିନମ୍ରର ସହିତ ମୁଁ ପ୍ରଣାମ କରୁଛି। କହିପାରିବେ କି ଗଣମାଧ୍ୟମ ତା କାମ ଠିକ କରୁଛି ବୋଲି? ନିଶ୍ଚିତ ନିଶ୍ଚିତ ଗଣମାଧ୍ୟମ ପାଇଁ ଆଜି ମୁଁ ମୋର ସୁଖର ସଂସାର ଫେରି ପାଇଛି, ସେଇଟା ମତେ ବହୁତ ବଡ ଖୁସି ଲାଗୁଛି। ଯାତ୍ରାରେ କାଗଜି ପଲ୍ଲେଇ ଯେହେତୁ ଆମର ରିଏଲ ନେମଟା କିନ୍ତୁ ସୋନାଲିଙ୍କ ନାମରେ ସେ ପରିଚିତ ହେଇଛନ୍ତି। ପଣ୍ଡାଟା ନ ରହିପାରେ କିନ୍ତୁ ସୋନାଲି ରହିପାରେ। ପ୍ରଥମ ଜଗନ୍ନାଥଙ୍କୁ ଦର୍ଶନ କରିବି ବୋଲି ଆଶା ଅଛି। ପୁରୀ ପ୍ରଭୁ ଜଗନ୍ନାଥ ଆପଣ ମାନସିକ ଥିଲା କିନ୍ତୁ ବହୁତ ଦିନର ମାନସିକଟା ଏବେ ପୂରଣ ହବାକୁ ଯାଉଛି ଆଉ। ଜଗନ୍ନାଥ ଆପଣ ଆଶୀର୍ବାଦ ରଖନ୍ତୁ। ଧନ୍ୟବାଦ। ଧନ୍ୟବାଦ।